ସକାଳ ହେଲା ମାନେ ଆମେମାନେ ବହୁତ ବ୍ୟସ୍ତ ହେଇଯାଆନ୍ତି ନା? କାହିଁକି ନା ସାରା ଦିନର ଅଧା କାମ ଆମକୁ ସକାଳେ ହିଁ ସାରିବାକୁ ପଡ଼ିଥାଏ। ଏପଟେ ପୁଣି ସକାଳର ଖାଇବା ରେଡ଼ି କରିବାର ଅଛି। ଆଜିର ଭିଡ଼ିଓଟି ଆପଣମାନେ ଯଦି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତି ତାହେଲେ ମୋ ରେସିପି ଆପଣମାନଙ୍କୁ ନିହାତି ଭାବରେ ପସନ୍ଦ ଆସିବ। କାହିଁକି ନା ମୁଁ ବହୁତ କମ୍ ସମୟ ଭିତରେ କମ୍ ଜିନିଷରେ ଗୋଟେ ଟେଷ୍ଟି ଚଟପଟା ରେସିପି ଆପଣମାନଙ୍କୁ ମୋ ଭିଡ଼ିଓରେ ଦେଉଛି, ଯେଉଁଟାକି ଆପଣମାନେ ଖାଲି ନୁହଁ, ସାନରୁ ବଡ଼ ସମସ୍ତଙ୍କର ପସନ୍ଦ ହେଇଯିବ। ତେବେ ଚାଲନ୍ତୁ ପ୍ରଥମେ ଆମେ ଡୋ ବନେଇବା। ଏଠି ମୁଁ ସୁଜି ନେଇଯାଇଛି। ସୁଜି ମୁଁ ଆପଣମାନଙ୍କୁ କୌଣସି ମାପ ଦେଖେଇନି। ସୁଜିର କୌଣସି ମାପ ନାହିଁ, କାହିଁକି ନା କମ୍ କରୁଥିଲେ ଆପଣମାନେ କମ୍ ନେବେ, ଅଧିକ କରୁଥିଲେ ଅଧିକ ନେବେ। ମୁଁ ଦହିକୁ ପକେଇ ଦେଉଛି ସୁଜିରେ। ତାକୁ ଆମେ ମିଶାଇବା। ଆପଣମାନେ ଦହି ଜାଗାରେ କ୍ଷୀର ଦେଇପାରନ୍ତି, ଆହୁରି ଟେଷ୍ଟ ଭଲ ଆସିବ। ଆଉ ଯଦି ବି କ୍ଷୀର ଦହି ଖାଉନଥିବେ ତାହେଲେ ପାଣିରେ ବି ଗୋଳେଇ ପାରନ୍ତି। ତାକୁ ଭଲସେ ଆମେ ମିଶାଇବା। ମୋର ଆଉ ପାଣି ବି ଲାଗିପାରେ। ଯେତିକି ଦହି ଥିଲା ମୁଁ ସେତିକି ଦେଇକି ତାପରେ ମୁଁ ଆଉ ପାଣି ଦେବି। ଏଠି ସ୍ୱାଦ ଅନୁସାରେ ମୁଁ ଲୁଣ ପକାଇ ଦେଉଛି। ତାକୁ ଭଲସେ ଆମେ ମିଶାଇବା। ଅଳ୍ପ ଅଳ୍ପ ପାଣି ଦେଇକରି ଆମେ ଗୋଳେଇବା। ଏକା ସାଙ୍ଗରେ ପାଣି ଦେଇଦେଲେ କ'ଣ ହେବ କି ସୁଜିଟା ଆମର ବିଣ୍ଡା ବିଣ୍ଡା ହେଇଯିବ। ଅଳ୍ପ ଅଳ୍ପ ପାଣି ଦେଇକରି ଆମେ ଗୋଳେଇଲେ ସେ ପ୍ଲେନ୍ ଗୋଳଣିଟା ହେବ। ତାକୁ ଭଲସେ ମିଶାଇ ମାଶେଇକି ଆମେ ତାକୁ ରେଷ୍ଟ ପାଇଁ ରଖିଦେବା। ଭଲସେ ଆମର ସୁଜିଟା ମିଶିଗଲାଣି। ତାକୁ ମୁଁ ଘୋଡ଼େଇକି ରଖିଦେଉଛି ଗୋଟେ ସାଇଡ଼ରେ। ଏପଟେ ଆମର ପରିବା କଟାକଟି କରିବା। ପରିବା କଟାକଟି ଭିତରେ ଆମର ସୁଜିଟା ବି ପାଣି ପିଇକି ସେ ଫୁଲି ଯାଇଥିବ। ଏଠି ମୁଁ ପରିବାରେ ଗୋଟେ କ୍ୟାପ୍ସିକମ୍ ନେଇଛି, କାହିଁକି ନା ମୁଁ ବି ବ୍ୟସ୍ତ ଭିତରେ ଥିଲି। ଆପଣମାନେ ଯଦି ଯେଉଁ ବି ପରିବା ଖାଇବାକୁ ପସନ୍ଦ କରୁଥିବେ ତାହେଲେ ସେଇ ପରିବା ନେଇପାରନ୍ତି। ମୁଁ ଏଠି ଗୋଟେ କ୍ୟାପ୍ସିକମ୍, ଗୋଟେ ପିଆଜ, ଗୋଟେ ଟମାଟୋ ନେଇଛି। ମୋର ଏଠି କମ୍ ବନେଇବାର ଅଛି। ମୁଁ ଯେହେତୁ ଆପଣମାନଙ୍କୁ ସର୍ଟକଟ୍ ରେସିପି ଦେଖାଉଛି, ଆପଣମାନଙ୍କୁ ଏହି ରେସିପିଟା ହିଁ ବହୁତ ସର୍ଟକଟ୍ ଲାଗିବ। ଆଉ ଯେଉଁ ବି ପନିପରିବା ଆପଣମାନେ ଖାଇବାକୁ ପସନ୍ଦ କରୁଥିବେ ସେ ପନିପରିବା ନେଇକି କରିପାରନ୍ତି। ଆଉ ପ୍ରଥମରୁ ବି ଆପଣମାନଙ୍କୁ ମୁଁ କହିଦେଉଛି, ତାକୁ ସବୁ ପରିବାକୁ ଛୋଟ ଛୋଟ କରି କାଟିବେ, କାହିଁକି ନା କମ୍ ସମୟ ଭିତରେ ଆମକୁ ରେସିପି କରିବାର ଅଛି। ତା ପୁଣି ଆଖିକୁ ଭଲ ଦେଖାଯିବାର ଅଛି। କ୍ୟାପ୍ସିକମ୍ଟା ମୁଁ କାଟି ଦେଇଛି। ଆଉ ଗୋଟେ ବଡ଼ ସାଇଜ୍ର ପିଆଜକୁ ମୁଁ କାଟି ଦେଉଛି। ପିଲାମାନେ ଯଦି ସ୍କୁଲ ସକାଳୁ ଯାଉଥିବେ ଆହୁରି ବି ବ୍ୟସ୍ତ ଲାଗୁଥିବ, କ'ଣ ଆମେ ଏମିତି ବନେଇକରି ପିଲାମାନଙ୍କ ଟିଫିନ୍ ବକ୍ସରେ ବି ଦେଇପାରିବା। ଏଇଭଳି ରେସିପି ବି ଆପଣମାନେ ପିଲାମାନଙ୍କ ଟିଫିନ୍ ବକ୍ସରେ ଦେଇପାରିବେ, ନିଜେ ବି ବନେଇକି ଖାଇପାରିବେ। ପିଆଜକୁ ମୁଁ ଛୋଟ ଛୋଟ କରି କାଟିଦେଲି। ଆଉ ଗୋଟେ ବଡ଼ ସାଇଜ୍ର ଟମାଟୋକୁ ମୁଁ ତାକୁ ବି ଛୋଟ ଛୋଟ କରି କାଟି ଦେଉଛି। କ'ଣ କେମିତି କରୁଛି ଆପଣମାନେ ନିହାତି ଭାବରେ ଦେଖନ୍ତୁ। ଆଉ ଯଦି ବି ଆପଣମାନେ ବ୍ୟସ୍ତତା ଭିତରେ ଥିବେ ଏଇ ରେସିପି ବି ଆପଣଙ୍କୁ ସାହାଯ୍ୟ କରିବ ଖାଇବାରେ। ଆଉ ଆପଣମାନେ ବ୍ୟସ୍ତତା ଭିତରେ ଏଇ ରେସିପିକୁ ହିଁ ମନେ ପକାଇବେ, ଯେଉଁଟାକି କମ୍ ସମୟ ଭିତରେ ଆପଣମାନେ ନିଜେ ଖାଇବା ସହିତ ଅନ୍ୟମାନଙ୍କୁ ବି ଠିକ୍ ସମୟରେ ଦେଇପାରିବେ। ଏପଟେ ମୁଁ ପ୍ୟାନ୍ ବସେଇକରି ମୋର ପ୍ୟାନ୍ ତାତିଗଲାଣି। ଆଉ ମୁଁ ପ୍ରଥମରୁ କହୁଛି, ଏ ରେସିପି ବନେଇଲା ବେଳେ ଏଇଭଳି ଚଉଡ଼ା ଜାଗା ହିଁ ନେବେ। ଫୁଟଣ ଫୁଟେଇକି ତେଲ ପକାଇ ମୁଁ ଫୁଟଣ ଫୁଟେଇ ଦେଲି। ଭୃଷଙ୍ଗ ପତ୍ର ମୁଁ ପକାଇ ଦେଇଛି। ତାପରେ ପିଆଜକୁ ମୁଁ ପକାଇକରି ତାକୁ ହାଲକା ଟିକେ ଭାଜିବା। ବେଶୀ ଭାଜିବାନି, ବେଶୀ ସମୟ ଭାଜିବାନି। ଅଳ୍ପ କିଛି ସମୟ ଟିକେ ତେଲରେ ଏପଟ ସେପଟ କରିକି ଆମେ ପକାଇଦେବା ଟମାଟୋ। ଟମାଟୋଟା ଜଲ୍ଦି ଭାଜି ହେବା ପାଇଁ ମୁଁ ଏଠି ସ୍ୱାଦ ଅନୁସାରେ ଲୁଣ ପକାଇ ଦେଉଛି, ତରକାରୀକୁ ଲକ୍ଷ୍ୟ କରିକରି। ଏହି ସମୟରେ ଟିକେ ହଳଦୀ ପକାଇ ଦେଉଛି। ଟମାଟୋଟା ଆମର ଭାଜି ହେଇଗଲାଣି। ଆମେ ପକାଇଦେବା ଏହି ସମୟରେ ସବୁତିକ କ୍ୟାପ୍ସିକମ୍। ତାକୁ ଟିକେ ଏପଟ ସେପଟ କରିକି ଆମେ ଭଲସେ ଟିକେ ଭାଜିବା, ତାର କଞ୍ଚା ବାସ୍ନାଟା ଯିବା ପର୍ଯ୍ୟନ୍ତ। ଏଠି ମୁଁ ପକାଇ ଦେଉଛି ଗୋଟେ ଛୋଟ ହାଫ୍ ଚାମଚ ମୁଁ ପକାଇ ଦେଉଛି ସମ୍ବର ମସଲା ଆଉ ଲଙ୍କା ଗୁଣ୍ଡ। ମୁଁ ମୋର ପରିବାକୁ ଲକ୍ଷ୍ୟ କରିକରି ସମ୍ବର ମସଲା ପକାଇଛି। ଆପଣମାନେ ସମ୍ବର ମସଲା ଜାଗାରେ ପକାଇ ପାରନ୍ତି ମ୍ୟାଗି ମସଲା, ଆହୁରି ଟେଷ୍ଟି ଲାଗିବ। ଯେହେତୁ ମୁଁ ବଡ଼ ସାଇଜ୍ର ଟମାଟୋଟା ଦେଇଛି, ସମ୍ବର ତ ଖଟା ଖଟା ଲାଗେ, ଖଟା ଖଟା ରାଗ ରାଗ ମିଠା ମିଠା ଲାଗିଲେ ସମ୍ବରର ଟେଷ୍ଟ ଭଲ ଆସେ। ସେଥିପାଇଁ କେବଳ ମୁଁ ବାଲାନ୍ସ କରିବା ପାଇଁ ମୁଁ ଏଠି ଅଳ୍ପ ଟିକେ ଗୁଡ଼ ଦେଇଛି। ତାକୁ ମିଶାଇ ମାଶେଇ ଆମେ ଦେଇଦେବା ପାଣି। ତାକୁ 2-3 ମିନିଟ୍ ଆମେ ଫୁଟିବା ପାଇଁ ଛାଡ଼ିଦେବା। ମିଶାଇ ମାଶେଇ ତାକୁ ଟିକେ ଆମେ ଘୋଡ଼େଇ ଦେବା। 2-3 ମିନିଟ୍ ପରେ ଆମେ ଦେଖିବା। ଏପଟେ ସୁଜିଟା ବି ଆମର ଆଉ ଟିକେ ଫୁଲିଯିବଣି। ସୁଜିଟା ବି ଦେଖନ୍ତୁ ଆଉ ଟିକେ ମୋଟା ହେଇଯାଇଛି ବେଟରଟା, ଆଉ ବି ପାଣି ଲାଗିପାରେ। ଆପଣମାନେ ଯଦି ଏଇଭଳି ରେସିପି ବନେଇବାକୁ ଚାହୁଁଥିବେ ତାହେଲେ ରାତିରୁ ଗୋଳେଇକି ରଖିପାରନ୍ତି। ଯେହେତୁ ମୁଁ ସାଙ୍ଗେ ସାଙ୍ଗେ କରୁଛି
ଏଠି ମୁଁ ଟିକେ ଖାଇବା ସୋଢ଼ା ପକେଇ ଦେଉଛି, ପୁରା ଛୋଟ ଗୋଟେ ହାଫ୍ ଚାମଚ। ଆଉ ଆପଣମାନେ ଯଦି ରାତିରୁ ଗୋଳେଇକି ରଖିଥିବେ ତାହେଲେ ସୋଢ଼ା କି ଇନୋ କିଛି ବି ପକେଇବା ଦରକାର ନାହିଁ। ରାତିରୁ ଗୋଳେଇକି ରଖିଲେ କେବଳ ଲୁଣ ହିଁ ପକେଇକି କରିପାରନ୍ତି। ମୁଁ ଯେହେତୁ ସାଙ୍ଗେ ସାଙ୍ଗେ କରୁଛି ସେଥିପାଇଁ ମୁଁ ଟିକେ ମିଠା ସୋଢ଼ା ପକେଇ ଦେଇଛି। ତାକୁ ଭଲସେ ମିଶେଇ ମାଶେଇ ଏପଟେ 3-4 ମିନିଟ୍ ବି ଆମର ହେଇଗଲାଣି ସମ୍ବରଟା। ତାକୁ ଭଲସେ ମିଶେଇବା, ଯେହେତୁ ସୋଢ଼ା ପକେଇଛି ତାକୁ ଭଲସେ ମିଶେଇବା, ତଳକୁ ତଳକୁ ଦାବି ଦାବି କରି ମିଶେଇବା। ଏପଟେ ସମ୍ବରଟା ବି ଆମର ହେଇଗଲାଣି। এই ସମୟରେ ଗ୍ୟାସ୍କୁ ଲୋରୁ ମିଡ଼ିୟମ୍ ରଖିଥିବେ ଗ୍ୟାସ୍କୁ। ଆଉ ଯେଉଁ ବେଟର ଆମେ ଗୋଳେଇକି ରଖିଥିଲେ ସୁଜିର ବେଟର ଆରି ଉପରେ ଦେବା। এইଭଳି ଚଉଡ଼ା ଜାଗା ନେଲେ ଆପଣମାନେ ଦେଖିପାରୁଛନ୍ତି ନା, এইଭଳି ଚଉଡ଼ା ଜାଗାରେ ନେଲେ ଏକା ସାଙ୍ଗରେ 3ରୁ 4ଟି ବନିପାରିବ। ମୁଁ ଏଠି 4ଟି ବନେଇଛି। ଲାଗୁଛି ନା ଆପଣଙ୍କୁ ୟୁନିକ୍, ଆଉ ଖାଇବାକୁ ବି ସେମିତି ୟମି। ମନ ହେଉଛି ନା ଆପଣମାନଙ୍କୁ ନିହାତି ଏମିତି ଗୋଟେ ରେସିପି ବନେଇ ଖାଇବା ପାଇଁ। ଫଟାଫଟ ଯାଇକିରି ନିଜେ ନିଜେ ବନେଇକିରି ଖାଆନ୍ତୁ। ଆଉ ଦେଖିବେ ଏତେ ଟେଷ୍ଟି ଲାଗିବ। 3-4 ମିନିଟ୍ ପରେ ମୁଁ ଆଉ ଟିକେ ଘୋଡ଼େଇ ଦେଇଥିଲି, ସିଝିଗଲାଣି। ଲାଷ୍ଟରେ ମୁଁ ପକେଇ ଦେଉଛି ଧନିଆ ପତ୍ର। ରେଡ଼ି ହେଇଗଲା ଆମର ଇଟଲି ସମ୍ବର। କେତେ ସୁନ୍ଦର ଦେଖାଯାଉଛି ଆଉ ଖାଇବାକୁ ବି ବହୁତ ଟେଷ୍ଟି। ଇଟିଲିଟା ଆମର ବି ବହୁତ ନରମ ଅଛି, ଯେହେତୁ ଆମେ ଡାଇରେକ୍ଟ ପକେଇଥିଲେ ପାଣିରେ ସମ୍ବର ଦିହରେ, ନା ଆମକୁ ଷ୍ଟିମ୍ କରିବାକୁ ପଡ଼ିଲା, ନା ଆମକୁ ଅଲଗା ଅଲଗା ରେଡ଼ି କରିବାକୁ ପଡ଼ିଲା। ଏକା ସାଙ୍ଗରେ ରେଡ଼ି ହେଇଗଲା ଆମର ଇଟଲି ଆଉ ସମ୍ବର। ଆଜିର ରେସିପି ଆପଣମାନଙ୍କୁ କିପରି ଲାଗିଲା ନିହାତି ମୋତେ କମେଣ୍ଟ ବକ୍ସରେ ଜଣାଇବେ। ଏମିତି ହିଁ ରେସିପି ବନେଇକିରି ସକାଳର ବ୍ୟସ୍ତତା ଭିତରେ ପିଲାମାନଙ୍କୁ ଦିଅନ୍ତୁ, ନିଜେ ବି ବନେଇକି ଘରେ ଖାଆନ୍ତୁ। ଦେଖନ୍ତୁ କେତେ କଅଁଳିଆ, କେତେ ଜାଲିଦାର, ନରମ ନରମ ବନିଛି ଆମର ଇଟଲି। ଖାଇବାକୁ ବି ସେମିତି ଟେଷ୍ଟି। ଆଜିର ରେସିପି ନିହାତି ଆପଣଙ୍କୁ ଭଲ ଲାଗିଥିବ। ଭଲ ଲାଗିଲେ ଛୋଟ ଲାଇକ୍ଟିଏ କରିବେ, ସାଙ୍ଗମାନଙ୍କ ପାଖକୁ ସେୟାର କରିବେ। ନୂଆ ଥିଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହୁଛି, ନମସ୍କାର।